ଆପଣ ସମସ୍ତଙ୍କୁ ଏମ୍ଆର୍ଏସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ତରଫରୁ ହ୍ୟାପି ନ୍ୟୁ ଇୟର୍। ତ ଆଜିର ଏ ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଆମର ଏଠାରେ ଯେଉଁ ପିଲାମାନେ କମ୍ପ୍ଲିଟଲି ବର୍ତ୍ତମାନ ଟ୍ରେନିଂ ନେଇଛନ୍ତି, ତ ସେମାନେ କେତେ ଦୂର ଯାଏଁ ସକ୍ସେସ୍ କରିଛନ୍ତି ତା ବିଷୟରେ ମୁଁ ଗୋଟେ ଛୋଟ ରିଭ୍ୟୁ ନେଉଛି ଏବଂ ସେ ରିଭ୍ୟୁ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ। ତ ଷ୍ଟୁଡେଣ୍ଟସ୍ ମାନେ ଏ ଯେଉଁ ଯେତେ ଦିନ କୋର୍ସ କଲେ ଆମର ତ ଏଠି 100% ପ୍ରାକ୍ଟିକାଲ ଦିଆହେଉଛି ଏବଂ ସେମାନେ ବହୁତ ମଜାଦାର ଏବଂ ବହୁତ ଇଣ୍ଟରେଷ୍ଟ ନେଇକି ସେମାନେ ଏଠାରେ କାମ ବି ମଧ୍ୟ ଶିଖିଛନ୍ତି। ତ ସେ ରିଗାର୍ଡିଂ ସେମାନେ ନିଜେ ନିଜର ପର୍ସନାଲ କାମ ବି ମଧ୍ୟ ଆରମ୍ଭ କଲେଣି। ତ ସେ ବିଷୟକୁ ନେଇକିରି ମୁଁ ଆମର ଯେଉଁ ଷ୍ଟୁଡେଣ୍ଟ ଭାଇମାନେ ଅଛନ୍ତି ତାଙ୍କୁ ଟିକେ ପଚାରିବି, ତ ସେମାନେ କେତେ ଦିନ ସକ୍ସେସ୍ କରିଛନ୍ତି ଏବଂ କେମିତି ତାଙ୍କର ରିଜଲ୍ଟ ତାଙ୍କର ଫଳାଫଳ ସେମାନେ କେମିତି ପାଇଛନ୍ତି। ଭାଇଙ୍କୁ ମୁଁ ପଚାରିବାକୁ ଚାହେଁ ଯେ ଶ୍ରୀକାନ୍ତ ଭାଇ, ଏଠାରେ ଟ୍ରେନିଂ ନେଲା ପରେ ଆପଣ ନିଜକୁ କ'ଣ ଫିଲ୍ କରିଛନ୍ତି ଏବଂ ନିଜେ କିଛି ସିଙ୍ଗଲଲି ପ୍ରାଇଭେଟଲି କାମ ଧରିକି କିଛି କରିଛନ୍ତି କି? ବର୍ତ୍ତମାନ ସାର୍ ମୁଁ ଏଠି ଜଏନ୍ ହେଇ ମୋତେ ବହୁତ ଖୁସି ଲାଗୁଛି, ଯାହାକି ମୁଁ ଯେଉଁ ସକ୍ସେସ୍ ପଏଣ୍ଟରେ ପହଞ୍ଚି ସାରିଲା ପରେ ମୁଁ ମୋର ପର୍ସନାଲ କାମ ଗୋଟେ ନେଇଛି ଆଉ ନେଇକି ମଧ୍ୟ ତାକୁ ମୁଁ ସକ୍ସେସ୍ କରିଛି। କ'ଣ କାମ ନେଇଛନ୍ତି ଏବଂ କ'ଣ କରିଛନ୍ତି ତା ବିଷୟରେ ଏକ୍ସପ୍ଲେନ୍ ଗୋଟେ ସିଙ୍ଗଲ ଡୋର ଫ୍ରିଜ୍। ଟ୍ରେନିଂ ହେଇସାରିଲା ପରେ ନିଜେ ବହୁତ ସକ୍ସେସଫୁଲି ଗୋଟେ ରେଫ୍ରିଜରେଟର କମ୍ପାନୀ ଆଟେଣ୍ଡ କରି ଆପଣ କରିସାରିଲେ, ତ ସେଥିରେ ଆପଣଙ୍କ ସକ୍ସେସ୍ ସହିତ ଆମର ଏଠି ସକ୍ସେସ୍ ଅଛି। ଆଚ୍ଛା, ତ ଏଠାରେ ଟିକେ କହିବେ ଯେଉଁମାନେ ଫ୍ରେସର ମାନେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ଏ ଟ୍ରେନିଂ ଇନଷ୍ଟିଚ୍ୟୁଟକୁ, ତ ତାଙ୍କୁ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ଯେଉଁମାନେ ଏମ୍ଆର୍ଏସ୍ ଇନଷ୍ଟିଚ୍ୟୁଟ୍ରେ ଜଏନ୍ ହେବାକୁ ଚାହୁଁଛନ୍ତି ତୁରନ୍ତ ଆସିକିରି ଜଏନ୍ ହୁଅନ୍ତୁ। ଏହାର କାରଣ ହେଉଛି ଯେ ଏଠି ପ୍ରାକ୍ଟିକାଲ ଥିଓରି ସହିତ ପ୍ରାକ୍ଟିକାଲ ହେଉଛି ମେନ୍ ଜିନିଷ। ଯଦି ଆମ ଏଠି ଯଦି ଥିଓରି ଜାଣିଲେ, କନସେପ୍ଟ ଜାଣିପାରିଲେ ବୋଲେ ପ୍ରାକ୍ଟିକାଲଟା ମଧ୍ୟ ଆମ ପାଇଁ କିଛି ଡିଫିକଲ୍ଟ ହେବ ନାହିଁ। ତେଣୁକରି ଯେଉଁମାନେ ମଧ୍ୟ ଇଚ୍ଛୁକ ଅଛନ୍ତି ସେମାନେ ତୁରନ୍ତ ଆସି ଏମ୍ଆର୍ଏସ୍ରେ ଜଏନ୍ ହୁଅନ୍ତୁ। ଆଚ୍ଛା, ଆମର ଏଠାରେ ଶିକ୍ଷାର ପ୍ରଣାଳୀ, ଶିକ୍ଷାର ମାଧ୍ୟମ ଏବଂ ଆମେ ଆପଣମାନଙ୍କୁ ଯେଉଁ ପ୍ରକାର ଟ୍ରେନିଂ ଦେଉଛୁ, ଯେଉଁ ପ୍ରାକ୍ଟିକାଲି ଟ୍ରେନିଂ ଦେଉଛୁ, ଏଠି ତ 100% ପ୍ରାକ୍ଟିକାଲ ଦିଆହେଉଛି। ତ ସେ ଟ୍ରେନିଂ ଆଧାରକୁ ନେଇକିରି ଆପଣ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ କ'ଣ କହିବାକୁ ଚାହୁଁଛନ୍ତି, ମାନେ ଟ୍ରେନିଂର ଶୈଳୀ ପ୍ରୋସେସ୍ ଏ ବିଷୟରେ ବର୍ଣ୍ଣନା କରି କହିବେ? ସାର୍, ଏଥିର ମେନ୍ ଜିନିଷ ହେଉଛି ଯେଉଁ ମାଧ୍ୟମରେ ଆମକୁ ଟ୍ରେନିଂ ଦିଆଯାଉଛି ଅତି ସରଳ, ମାନେ ଗୋଟେ ଅଣ୍ଡର ମାଟ୍ରିକ ପିଲା ମଧ୍ୟ ଆସି ଏଠି ଜଏନ୍ ହେଇପାରିବ, ଯାହା ମାନେ ତାର ଦିମାଗକୁ ଏମିତି ପ୍ରକାର ଇନପୁଟ ଦିଆହେଉଛି ଯେଉଁଟାକି ଆମର ଯେଉଁ ଟ୍ରେନିଂ ଦିଆହେଉଛି ଅତି ସହଜ ମାଧ୍ୟମରେ ସରଳରେ ଟ୍ରେନିଂ ଦିଆହେଉଛି, ଯେଉଁଟାକି ସେ ଅତି ସହଜରେ ବୁଝିପାରିବ। ଆଚ୍ଛା, ଯେତେବେଳେ ଆପଣ ଏଇଠି ଏଣ୍ଟ୍ରି କରୁଥିଲେ ଏ ଇନଷ୍ଟିଚ୍ୟୁଟକୁ, ଗୋଟେ ଭରସା ନେଇ ଆସିଥିଲେ ଯେ ଏବଂ ଆପଣଙ୍କ ହୃଦୟରେ ମଧ୍ୟ ଡର ଥିଲା ଯେ ଯେହେତୁ ଆମେ କରିପାରିବୁ କି ନାହିଁ? ସାର୍, ମୋର ଗୋଟେ ପ୍ରଫେସନ ଥିଲା। ମୋ ପ୍ରଫେସନ କରୋନା ପରେ ମୁଁ ଯେତେବେଳେ ଚିନ୍ତା କଲି ଯେ କ'ଣ କରିବି, ଏହା ଖୋଜିଲା ପରେ ଆପଣଙ୍କର ଇନଷ୍ଟିଚ୍ୟୁଟ ମୋତେ ମିଳିଲା। ଆସିଲି, ଜଏନ୍ ହେଲି, କିନ୍ତୁ ମୋ ମନ ଭିତରେ ଥିଲା ଯେ ମୁଁ ଏଇଟା କରିପାରିବି ନା ନାହିଁ। କିନ୍ତୁ ଯେତେବେଳେ ପରଫେକ୍ଟ ଆମେ ଟ୍ରେନିଂ ନେଇ ସାରିଲା ପରେ ଆଜିର ଡେଟ୍ରେ ମୁଁ ଯାହା ଭାବୁଥିଲି ସେହା ଭୁଲ ଥିଲା। ଆଚ୍ଛା ଆଚ୍ଛା, ଏବେ ଏବେ ଆପଣ ପୂର୍ବରୁ ଆସିବା ପୂର୍ବରୁ କିଛି କାମ ବିଷୟରେ ଜାଣିଥିଲେ କି? ଫ୍ରିଜ୍ ହଉ କିମ୍ବା ଏସି ହଉ କିମ୍ବା ମୋଟର ବାଇଣ୍ଡିଂ ହଉ, ଏ ବିଷୟରେ ଜାଣିଥିଲେ? କିଛି ନାହିଁ ସାର୍, ମୋର ପ୍ରଫେସନ ଯାହା ନଥିଲା, ଏହା ବିଷୟରେ ମୁଁ ଜାଣିନଥିଲି, ଯେଉଁଟାକି ଆମର ଜିରୋ ନଲେଜ। ଆଚ୍ଛା, ତ ଏଠାରେ ଯେଉଁ ପୁରା ଟ୍ରେନିଂ ଦିଆହେଲା ତା ଲାଗି ଆପଣ ବୁଷ୍ଟ ବି ହେଇଛନ୍ତି, ଆପଣ ନଲେଜ ବି ବୁଷ୍ଟ ହେଇଛି ଏବଂ ଆପଣ ଅଲରେଡି ଏବେ କାମ ଧରିକି କାମ ମଧ୍ୟ କରିବାର ଆରମ୍ଭ କରିସାରିଲେଣି। କିନ୍ତୁ ଆପଣ ଆହୁରି କୋର୍ସ ଆହୁରି ଅଛି ଆମ ହାତରେ ସରିବା ପାଇଁ, ହେଲେ ମଧ୍ୟ ଏ ଟାଇମରେ ଆପଣ ଏର୍ନିଂ ଷ୍ଟାର୍ଟ କରିଲେଣି। ନିଶ୍ଚୟ ସାର୍, ଆମେ ବର୍ତ୍ତମାନ ଅର୍ନିଂ କରିସାରିଲୁଣି ସାର୍। ଆଚ୍ଛା, ଯାହା ହଉ ଆପଣଙ୍କର ଏଇଟା ଅନ୍ୟମାନଙ୍କ ପାଇଁ ଇନ୍ସପାୟାର ହେବ। ତ ପୁଣି ମୁଁ ଆଉଥରେ ଯିବି ଆମର ପିଣ୍ଟୁ ଭାଇ, ଯିଏକି ହନୁମନ୍ତ ଭାଇ। ତ ହନୁମନ୍ତ ଭାଇ କିଛି ପଦେ ପଚାରିବି ମୁଁ। ହନୁମନ୍ତ ଭାଇ, ଦେଖନ୍ତୁ ଆପଣମାନଙ୍କର ସକ୍ସେସରେ ଆମର ସକ୍ସେସ୍ ଏବଂ ଏ ରିଭ୍ୟୁ ମୁଁ ସତ୍ୟତା ଉପରେ ନେଉଛି। ମୁଁ ଜଣାଇବାକୁ ଚାହୁଁଛି ଯେ ଅନ୍ୟମାନଙ୍କୁ ଯିଏ ଏଇଟା ଫ୍ୟାକ୍ଟ ନୁହେଁ, ଏଇଟା ଆମର ଷ୍ଟୁଡେଣ୍ଟ ମାନେ ଏଠାରେ ଯେଉଁ ପ୍ରାକ୍ଟିକାଲ ଟ୍ରେନିଂ ନେଇକିରି ନିଜେ କିଛି କରିପାରୁଛନ୍ତି। ତ ଆପଣଙ୍କୁ ପଚାରିବାକୁ ଚାହେଁ, ଆମର ଶିକ୍ଷା ପ୍ରଣାଳୀ, ଆମର ପାଠ ପଢ଼ାଇବା ପ୍ରଣାଳୀ, ଆମର ଯେଉଁ 100% ପ୍ରାକ୍ଟିକାଲ ପ୍ରଣାଳୀ, ଏ ପ୍ରଣାଳୀକୁ ନେଇକି କ'ଣ କହିବାକୁ ଚାହୁଁଛନ୍ତି? ଜୟ ଜଗନ୍ନାଥ। ଇଂରେଜୀ ନବବର୍ଷର ଅଭିନନ୍ଦନ ଆମର ଏମ୍ଆର୍ଏସ୍ର ସମସ୍ତ ଷ୍ଟୁଡେଣ୍ଟ ଆଉ ସାର୍ମାନଙ୍କୁ। ମୁଁ ଏଠିକି ଆସିବା ପରେ ଆଗରୁ ତ ସେମିତି କିଛି କାମ ଜାଣିନଥିଲି, ଛୋଟ ମୋଟ ଗ୍ୟାସ୍ ବିଜନେସ୍ ଏସବୁ କରିକି ମୁଁ ଗାଁରେ ଥିବାର ଏବେ ମୋତେ ବହୁତ ଖୁସି ଲାଗୁଛି। ମୁଁ ଗୋଟେ ଏସି ଟେକ୍ନିସିଆନ୍, ଏସି ଫ୍ରିଜ୍ ଯାହା ଆମର ଏମ୍ଆର୍ଏସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ଯାହା ଆଭେଲେବୁଲ୍ ଅଛି ସବୁ ବିଷୟରେ ମୁଁ ଶିଖି ସାରିଛି। ବର୍ତ୍ତମାନ ଆମର ଟ୍ରେନିଂ ପିରିୟଡ଼ ବାକି ଅଛି, ତଥାପି ମଧ୍ୟ ଆମେ ଯାଇକି ଗୋଟେ ଫ୍ରିଜ୍ ଗୋଟେ ସେଇଟାକୁ ଅଲରେଡ଼ି ଆମେ ପୁରା ରିପେୟାର କରିସାରିଲୁ ବହୁତ ଆମକୁ। ଆଉ ସାର୍ମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି, ଯେହେତୁ ଆମେ ଆଜି ବର୍ତ୍ତମାନ ଟେକ୍ନିସିଆନ୍ ହିସାବରେ ଆଜି ଗଣିତ ହେଇସାରିଛେ। ଆ ବିଷୟରେ ଗୋଟେ ଉଦାହରଣ ଦେବି ସାର୍। ଗତକାଲି ମୋ ସ୍ତ୍ରୀ କହିଲେ ଗ୍ୟାସ୍ ଗୋଟେ ନେଇକି ଦେଇଦେବ ବୋଲି।
तो मु कहली नाଇଁ ନାଇଁ ମୁଁ ବର୍ତ୍ତମାନ ଗ୍ୟାସ୍ ବାଲା ନାଇଁ ମୁଁ ହଉଛି ଏବେ ଫ୍ରିଜ ଆଉ ଏସି ର ଟେକ୍ନିସିଆନ ମତେ ଗ୍ୟାସ୍ ବାଲା ହେଲେ କୁହନି ଏ କାମ ଅନ୍ୟ ମାନଙ୍କ ଦ୍ୱାରା କରାହବ ଯେହେତୁ ମୁଁ ବର୍ତ୍ତମାନ ଫ୍ରିଜ ଆଉ ଏସି ଟେକ୍ନିସିଆନ ହେଇସାରିଛି। अच्छा तो एडारे गोटे प्रेस्टिजियस लाइफ आमे पाइले निश्चय ना कोन सर। प्रेस्टिजियस लाइफ पाइले निश्चय एवं निश्चय आम जदि गोटे टेक्नीशियन हेई पारचे दैट मींस आमे जो एसी रो डॉक्टर हेले कि फ्रिज रो डॉक्टर हेले माने आम गोटे लेवल को पे पहुंचले। आज्ञा अच्छा एठारे शिक्षेबा प्रणाली आपण अन्य मानकु आमे जणाव चाहूछु हमर जो शिक्षा प्रणाली 100% प्रैक्टिकल जो आमे दोछु बोली आमे कहूछु बुझले नै हम प्राय लोग कहती जे डरी जानती जे सर एटा काले फेक हेई थई पारे तो ए रिगार्डिंग कोन कहबा चाहछु सर देखंतु वीडियो यूट्यूब रे देखले तो समस्त भाबन्ते हाँ फेक हेतिबो कोन हेतिबो कोन नाही से माने सक्सेस होंतिन जे एटा निश्चय किछि गोटे थिबो ए भितर बोली किंतु वीडियो माध्यम मु जणे दाउ चाहू जे एटा किछि भी फेक नुह आपण माने जदि आसियो चाहू जदि आसी परिए कारण देखंतु गोटे साधारण मनीष जदि गोटे टेक्नीशियन हेई पारुची जोटा कि रिजल्ट बर्तमान मु निजे फीलिंग करूची मु तो एबे ऑलरेडी आपण जो फील्ड गले हाँ। जो रेफ्रिजरेटर काम एबे नेले ताको पूरा कंप्लीटली सक्सेस पूरा कंप्लीट कर देइछु आज्ञा अच्छा आ पूर्व फ्रिज काम की जणा नथिला आपण किछि जणा नथिला अच्छा एटा आसी पूरा ट्रेनिंग नेगिरी आज्ञा करले वेरी गुड तो जो माने आसियो चाहछन ताको कोन इंस्पायर करियो सेमानंकु मु गोटे हमर संस्कृति श्लोक रे गोटे उदाहरण माध्यम मु जणे दाउ चाहूची जेहेतु आमे हेलु गोटे गोटे अभिज्ञ अभिज्ञ का कह जे टेक्नीशियन अभिज्ञ कह जाय आमे हेलु गोटे टेक्नीशियन तो गोटे संस्कृति श्लोक गोटे अछि से माध्यम मु आगामी जो लोक आसन एमआरएस को से माध्यम मु जणे दउची विद्युतंच नृपतंच नैवतुल्य कदाचन स्वदेशी पूज्यते राजा विद्वान सर्वत्र पूज्यते आपण निज निज जगार राजा भाया रोचंती सत कथा किंतु आपण जगार आपण को प्रेस्टिज मिलची किंतु आपण जो दिन गोटे अभिज्ञ होइजिवे ना से दिन आपण भाबिबे जे आपण गाँ रे नै जोठी गले मध्ये आपण से प्रेस्टिज मिलिबो। अच्छा हमर शिक्षा प्रणाली केमती अछि बहुत भलो अछि सर। अच्छा आमे जो 100% प्रैक्टिकल दोछु विल कहूछु आपण सितो फील करचे एटा निश्चय पाउछन निश्चय अच्छा जाहो आपन को कांग्रेचुलेशन जे आपण निजे एठारे जो 50 दिन की जा जते दिन 50 दिन जा क्लास नेले आपण कंप्लीटली ऑलरेडी सक्सेस हेले एवं निजे भी अर्निंग भी रोजगार भी स्टार्ट कर सालेनी निश्चय ना कोन आज्ञा अच्छा ठीक अछि तबे ए प्रकार जहा आमे भी बहुत कोशिश करछु जे अन्य मानन को आमे किपरि भाबे हमर जो स्टूडेंट मान आछुंदी सेमान किपरि भाबे 100% प्रैक्टिकल दबु एवं एठारे हमर मूल लक्ष्य होछि जे जते स्टूडेंट आछुंदी समस्ते केमति एठारे पूरा काम सिखि कि सक्सेस हेई बाहरी ठीक अछि तो एठारे मु आउटे पचारे चाहूची हमर शिव भाई को शिव भाई आपण किछि कहबे कि हमर एठारे जो शिक्षा बा प्रणाली को नेगिरी जो अन्य माने कहउचंती अन्य माने डरि जाउचंती काले एठारे आमे जिबु ठीक आमे उपयुक्त पाई परू ना नै यूटिलिटी पाई परू ना नै से रिगार्डिंग मु चाहूची अन्य मानको जणा पई आपण को मन रे हम इंस्टीट्यूट प्रति कोन भावना अछि एवं हमर जो इंस्टीट्यूट रे जति दिन प्रैक्टिकल ट्रेनिंग दियाला ता रिगार्डिंग कोन कहय चाहंती कोनती समस्त जय जगन्नाथ नववर्ष हार्दिक अभिनंदन सर प्रथम मु इंस्टीट्यूट को आमर धन्यवाद दूँ जे सर अपन जो इंस्टीट्यूट कर बहुत बढ़िया लगुच शिक्षा प्रणाली भल शिक्षा माने आम जे भी जहाँ भी शिखुचु अति सहज शिखि पार्छु तो आमर जो मैंने भी आसवे से मैंने अति शीघ्र आसतु मैंने आम ये जॉइन करूँ शिक्षा प्रणाली बहुत बढ़िया से भी आप जे भी जहाँ भी हिसाब से शिखे से भल शिखिपारे। अच्छा शिव भाई मु गोटे पचारे चाहे आ पूर्व आपण जो एथरे ए जो इंस्टीट्यूट को भरसा नहीं आस्ते से भरसाटा आमे रखिचु कि ठीक है आपन जहाँ आम जहाँ वर्षा नहीं रखीलु हम्म। आपन से रखी जहाँ नहीं कि आसलु आपन से रखी। अच्छा पूर्व एठारे आसिया पूर्व किछि काम जानिथिले आपण हमर रिगार्डिंग जो हमर जो जा क्लास नै होछि जेमति कि मोटर रिपेयरिंग हो किबा एसी हो फ्रिज हो ओवरऑल जा जा सिखाउछि एठारे ना सर जानि नथलु आपन एबे सब किछ जानि परलु सर। अच्छा तो आपन को बहुत बहुत धन्यवाद एवं अन्य मानन को भी कहबा चाहे हमर एठी पूरा 100% प्रैक्टिकल दिया होछि सेति में एठारे कोनोसी प्रकार असुविधा नाही तो रहिली आपण समस्त को नमस्कार एवं जय जगन्नाथ।